ମୁଁ ପ୍ରାୟ ଆରମ୍ଭରୁ ଅଛି ନିହାରୀଙ୍କ ସାଙ୍ଗରେ ଯେତେବେଳେ ପଞ୍ଚସଖା ବନ୍ଧୁମାନେ ଥିଲେ ଆରମ୍ଭରୁ ମୁଁ ସେମାନଙ୍କ ସହିତ ଅଛି। ଆଉ ଏ ଏକ ଅନୁଷ୍ଠାନ ଏମିତି ଏକ ଅନୁଷ୍ଠାନ ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ପୁରାତନ କଳାକାରମାନଙ୍କୁ ଏ ମଞ୍ଚ ସମର୍ଥିତ କରୁଛି। ଏବେ ବି ସୁଦ୍ଧା ଯେଉଁମାନେ ବି ସମ୍ପର୍କିତ ହେଉଛନ୍ତି ଆମେ ଭୁଲି ଯାଇଥିଲୁ ସେମାନଙ୍କୁ, ଆମେ ତାଙ୍କ ସାଙ୍ଗରେ କାମ କରିଛୁ। ଏଇ ଯେଉଁ କାର୍ତ୍ତିକ ସାତୁଆ କୁହନ୍ତୁ, ଉଦି ସାହୁ କୁହନ୍ତୁ, ଆମର ଯୋଗୀ ଭାଇ କୁହନ୍ତୁ, ପନ୍ନାମାଷ୍ଟର ପାଟିରେ ଯେତେବେଳେ 1978 ମସିହାରେ ଯୋଗୀ ଯେତେବେଳେ ଦିନନ ମାଠିଆ ବୈଦ୍ୟନାଥ ଆନନ୍ଦ ଆଉ ଏମାନଙ୍କ ସହିତ ବୈଦ୍ୟନାଥ ପଣ୍ଡା, ବିଷ୍ଣୁ ଦତ୍ତି ଏସବୁ ଆମ ବାଲେଶ୍ୱର ଭଦ୍ରକର କଳାକାରମାନଙ୍କ ସହିତ ମୁଁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କାରଣ ବର୍ତ୍ତମାନ ଯେଉଁ କଳାକାରମାନେ ଆସୁଛନ୍ତି ସେମାନଙ୍କୁ ସେମାନଙ୍କ ନାଁ କହିଲେ କିଏ ସେମାନେ ପଚାରିବେ, କିନ୍ତୁ ସେଇମାନେ ହେଉଛନ୍ତି ଯାତ୍ରାର ସ୍ରଷ୍ଟା। ଆଜି ଯଦି ଯାତ୍ରା ପଇସା ଆମେ ପାଉଛୁ, ଦୁଇ ପଇସା ପାଉଛୁ, ସେମାନଙ୍କର ପ୍ରଗାଢ଼ ନିଷ୍ଠା, ପ୍ରଗାଢ଼ କର୍ତ୍ତବ୍ୟ ନିଷ୍ଠା ସହିତ ସେମାନଙ୍କର ବହୁତ ଆଶୀର୍ବାଦ ଥିଲା। ପ୍ରକୃତରେ ସେଇମାନେ ହେଉଛନ୍ତି କଳାକାର, ସେଇମାନେ ହେଉଛନ୍ତି କଳାର ପୂଜାରୀ। ଆମେ ତ ବର୍ତ୍ତମାନ କ୍ରୀତଦାସର ଜୀବନଯାପନ କରୁଛୁ। ଆମେ ଗୋଟେ କ୍ରୀତଦାସରେ ଯେଉଁ ସ୍ୱାଧୀନତା ଥାଇପାରେ, ବର୍ତ୍ତମାନ ମଞ୍ଚ କଳାକାରମାନଙ୍କର ସେ ସ୍ୱାଧୀନତା ନାହିଁ। କଳା ଜଗତ ଆସି ଯାହା ହଉ, ବିଶେଷ କରି ଆମର ଏ ପଞ୍ଚସଖା ଯାତ୍ରା ଏକାଡେମୀ ଯେଉଁ ପୁରାତନ କଳାକାରମାନଙ୍କୁ ଏବେ ବି ସେମାନଙ୍କୁ ଖୋଜିକି ସମ୍ମାନିତ କରୁଛୁ, ଏଥିପାଇଁ ବହୁତ ଗର୍ବିତ। ପ୍ରତିବର୍ଷ ପ୍ରାୟ ଗୋଟେ ମଝିରେ ବନ୍ଦ ହେଇଗଲା, ପୁଣି ଏବେ ଆରମ୍ଭ ହେଲା। ଯେତେ ଯାହା ଖାଉ ପଛେ ମୁଁ ଆସେ, ଆଟେଣ୍ଡ କରେ, ବହୁତ ଭଲ ଲାଗେ, ବହୁତ ବଢ଼ିଆ। ଟିକେ ଡାଇଲଗ ଜାନକୀକୁ ଦେଖୁଛ ବୈଶା, ଜାନକୀ ମାନେ ସୁନ୍ଦରୀ ସୀତା, ରାମାୟଣ ମହାକାବ୍ୟର ହିରୋଇନ ସୀତା, ରାବଣର ଅଶୋକ ବନରେ ବନ୍ଦିନୀ। ରାବଣ ସୀତାକୁ ଚୋରି କରି ଆଣିନି। ପ୍ରକାଶ ଦିବାଲୋକରେ ରାବଣ ସୀତାକୁ ବ୍ଲାକମେଲିଂ କରିଛି। ଇନ୍ଦ୍ରଜିତ ତମେ ଦିଗମ୍ଭିଲା ଯଜ୍ଞ ପାଇଁ ପ୍ରସ୍ତୁତ ହୁଅ। ବିଭୀଷଣର ଚରମ କାଟି ଦେଇଛି। ଲକ୍ଷ୍ମଣ ରୂପୀ ଶୀତଳା ରାଜାର ସବ୍ୟ ସାଚି ଆସିଲେ ରାବଣ ତାକୁ ଶକ୍ତିବାନ କରିବ। ବଟ୍ ବି କେୟାରଫୁଲ ବୈଶା, ଇନ୍ଦ୍ରଜିତ ସୀତାକୁ ପ୍ରେମ କରିପାରେ, କିନ୍ତୁ ସୁଚିସ୍ମିତା ଭାବି ବିବାହ କରିବାର ସ୍ୱପ୍ନ ଦେଖିବାକୁ ମନା ଅଛି। ବୁଦ୍ଧି ହେଲା ନା? ଓ ଭଲ କରି ବୁଝ।